ଦେଖନ୍ତୁ ଲେଟ୍ ହ୍ୟୁମାନ ଭାଇଙ୍କ ବିଷୟରେ ମୁଁ ଗୋଟେ କଥା କହିବି ଯେ ମୋ ମନରେ ଗୋଟେ ରିଗ୍ରେଟ୍ ରହିଗଲା ଯେ ମୁଁ ତାଙ୍କ ସହିତ ମୋର 10 ବର୍ଷର କ୍ୟାରିୟର 2012ରେ ତାଙ୍କ କ୍ୟାରିୟର ଆରମ୍ଭ ସେ କରିଥିଲେ ଆଉ 2015ରେ ମୁଁ ମୋ କ୍ୟାରିୟର ଆରମ୍ଭ କରିଥିଲି। ମୋ ପ୍ରଥମ ଫିଲ୍ମର ଗୀତ ହ୍ୟୁମାନ ଭାଇ ହିଁ ଗାଇଥିଲେ ମିଠା ମିଠା ମୁଁ ଯେତେବେଳେ ଆସିଥିଲି। ଆଉ ମୋ ଜୀବନର ସବୁଠୁ ବଡ଼ ହିଟ୍ ଗୀତ ହ୍ୟୁମାନ ଭାଇ ହିଁ ଗାଇଥିଲେ। ମୋ ପାଇଁ ସେ 15ରୁ ଅଧିକ ଗୀତ ଗାଇଛନ୍ତି। ମୁଁ ତ ସେ କଥା କହିବିନି, ମୁଁ ରାଦର କହିବି ଯେ ମୋ ଭାଗ୍ୟ ଥିଲା ଯେ ମୁଁ ତାଙ୍କ ଭଏସ୍ରେ ଡ୍ୟାନ୍ସ କରିବାକୁ ପରଫର୍ମ କରିବାକୁ ସୁଯୋଗ ପାଇଲି। ମନରେ ଗୋଟେ କିନ୍ତୁ ଦୁଃଖ ରହିଗଲା ଯେ ମୁଁ ସବୁ ମୋର ଗୀତ ହିଟ୍ ହେଲା ପରେ ମୁଁ ଭାବେ ଯେ ନାଇଁ ଏଥର ଭାଇଙ୍କୁ ଦେଖା କରିବି, ଏଥର ଭାଇଙ୍କୁ ଦେଖା କରିବି। କୋଇନ୍ସିଡେଣ୍ଟଲି କେବେ ବି ଆମେ ପାଖାପାଖି ବି ଷ୍ଟୁଡ଼ିଓରେ କାମ କରିବାକୁ ସୁଯୋଗ ପାଇନୁ। କିନ୍ତୁ ମୋ ମନରେ ଗୋଟେ ଦୁଃଖ ରହିଗଲା ଯେ ମୁଁ କେବେ ବି ତାଙ୍କ ସହିତ ପର୍ସନାଲି ଦେଖା ହେଇନି କି କେବେ କଥା ହେଇନି। କିନ୍ତୁ ଯେଉଁ ତର୍କ ବିତର୍କ ଆସୁଛି ଦେଖନ୍ତୁ, ଯିଏ ଯିବା କଥା ସେ ଆମକୁ ଛାଡ଼ିକି ଚାଲିଗଲାଣି। କିନ୍ତୁ ଗୋଟେ କଳାକାରଟେ ସବୁବେଳେ ଅମର ରହିଥାଏ ତା କଳା ମାଧ୍ୟମରେ। ତ ଆମେମାନେ ତାଙ୍କ କଳାକୁ ସମ୍ମାନ ଦେବା ଦରକାର। ଆଉ ଯେଉଁ ଷ୍ଟ୍ରଗଲ୍ ଦେଇକି ସିଏ ଆସୁଥିଲେ ସେ ସବୁ ବିଷୟରେ ଆମେ ତର୍କ ବିତର୍କ ନ କରିକି ଗୋଟେ କଳାକାରକୁ ଯେଉଁ ତାର କୀର୍ତ୍ତି ଥିଲା, ଯେଉଁ ତାର କଳା ଥିଲା ତାକୁ ସମ୍ମାନ ଦେଇକି ଗୋଟେ ଭଲ ସ୍ମୃତିରେ ଆମେ ଆଗକୁ ବଢ଼ିବା କଥା। ଦେଖନ୍ତୁ ଏଇଟା ଡେଫିନେଟଲି ତାଙ୍କର ପର୍ସନାଲ ଡିସିସନ୍ସ ରହିବ। ଏଥିରେ ତାଙ୍କ ପରିବାର ସବୁବେଳେ ଆଗ। ତ ପରିବାର ଲୋକ ଯାହା ବି ଡିସିସନ୍ ନେବେ ସେଇଟା ହିଁ ତାଙ୍କ ପାଇଁ ଠିକ୍ ରହିବ। ଆଉ କିନ୍ତୁ ମୁଁ ଏତିକି କହିବି ହ୍ୟୁମାନ ଭାଇଙ୍କ ପାଇଁ ଯେ ମୁଁ ନୁହେଁ, ପୁରା ଓଡ଼ିଶା ଗୋଟେ ଭଲ କଳାକାରକୁ ହରେଇଛି ଆଉ ଗୋଟେ ଭଲ ସ୍ୱରକୁ ହରେଇଛି। କାହିଁ ନା ମୁଁ ତାଙ୍କ ଉପରେ ଜମା କହିବିନି ଆଉ। ସରି ମୁଁ ଜମା ଦେଖନ୍ତୁ ଲେଟ୍ ହ୍ୟୁମାନ ଭାଇଙ୍କ ବିଷୟରେ ମୁଁ ଗୋଟେ କଥା କହିବି ଯେ ମୋ ମନରେ ଗୋଟେ ରିଗ୍ରେଟ୍ ରହିଗଲା ଯେ ମୁଁ ତାଙ୍କ ସହିତ ମୋର 10 ବର୍ଷର କ୍ୟାରିୟର 2012ରେ ତାଙ୍କ କ୍ୟାରିୟର ଆରମ୍ଭ ସେ କରିଥିଲେ ଆଉ 2015ରେ ମୁଁ ମୋ କ୍ୟାରିୟର ଆରମ୍ଭ କରିଥିଲି। ମୋ ପ୍ରଥମ ଫିଲ୍ମର ଗୀତ ହ୍ୟୁମାନ ଭାଇ ହିଁ ଗାଇଥିଲେ ମିଠା ମିଠା ମୁଁ ଯେତେବେଳେ ଆସିଥିଲି। ଆଉ ମୋ ଜୀବନର ସବୁଠୁ ବଡ଼ ହିଟ୍ ଗୀତ ହ୍ୟୁମାନ ଭାଇ ହିଁ ଗାଇଥିଲେ। ମୋ ପାଇଁ ସେ 15ରୁ ଅଧିକ ଗୀତ ଗାଇଛନ୍ତି। ମୁଁ ତ ସେ କଥା କହିବିନି, ମୁଁ ରାଦର କହିବି ଯେ ମୋ ଭାଗ୍ୟ ଥିଲା ଯେ ମୁଁ ତାଙ୍କ ଭଏସ୍ରେ ଡ୍ୟାନ୍ସ କରିବାକୁ ପରଫର୍ମ କରିବାକୁ ସୁଯୋଗ ପାଇଲି। ମନରେ ଗୋଟେ କିନ୍ତୁ ଦୁଃଖ ରହିଗଲା ଯେ ମୁଁ ସବୁ ମୋର ଗୀତ ହିଟ୍ ହେଲା ପରେ ମୁଁ ଭାବେ ଯେ ନାଇଁ ଏଥର ଭାଇଙ୍କୁ ଦେଖା କରିବି, ଏଥର ଭାଇଙ୍କୁ ଦେଖା କରିବି। କୋଇନ୍ସିଡେଣ୍ଟଲି କେବେ ବି ଆମେ ପାଖାପାଖି ବି ଷ୍ଟୁଡ଼ିଓରେ କାମ କରିବାକୁ ସୁଯୋଗ ପାଇନୁ। କିନ୍ତୁ ମୋ ମନରେ ଗୋଟେ ଦୁଃଖ ରହିଗଲା ଯେ ମୁଁ କେବେ ବି ତାଙ୍କ ସହିତ ପର୍ସନାଲି ଦେଖା ହେଇନି କି କେବେ କଥା ହେଇନି। କିନ୍ତୁ ଯେଉଁ ତର୍କ ବିତର୍କ ଆସୁଛି ଦେଖନ୍ତୁ, ଯିଏ ଯିବା କଥା ସେ ଆମକୁ ଛାଡ଼ିକି ଚାଲିଗଲାଣି। କିନ୍ତୁ ଗୋଟେ କଳାକାରଟେ ସବୁବେଳେ ଅମର ରହିଥାଏ ତା କଳା ମାଧ୍ୟମରେ। ତ ଆମେମାନେ ତାଙ୍କ କଳାକୁ ସମ୍ମାନ ଦେବା ଦରକାର। ଆଉ ଯେଉଁ ଷ୍ଟ୍ରଗଲ୍ ଦେଇକି ସିଏ ଆସୁଥିଲେ ସେ ସବୁ ବିଷୟରେ ଆମେ ତର୍କ ବିତର୍କ ନ କରିକି ଗୋଟେ କଳାକାରକୁ ଯେଉଁ ତାର କୀର୍ତ୍ତି ଥିଲା, ଯେଉଁ ତାର କଳା ଥିଲା ତାକୁ ସମ୍ମାନ ଦେଇକି ଗୋଟେ ଭଲ ସ୍ମୃତିରେ ଆମେ ଆଗକୁ ବଢ଼ିବା କଥା। ଦେଖନ୍ତୁ ଏଇଟା ଡେଫିନେଟଲି ତାଙ୍କର ପର୍ସନାଲ ଡିସିସନ୍ସ ରହିବ। ଏଥିରେ ତାଙ୍କ ପରିବାର ସବୁବେଳେ ଆଗ। ତ ପରିବାର ଲୋକ ଯାହା ବି ଡିସିସନ୍ ନେବେ ସେଇଟା ହିଁ ତାଙ୍କ ପାଇଁ ଠିକ୍ ରହିବ। ଆଉ କିନ୍ତୁ ମୁଁ ଏତିକି କହିବି ହ୍ୟୁମାନ ଭାଇଙ୍କ ପାଇଁ ଯେ ମୁଁ ନୁହେଁ, ପୁରା ଓଡ଼ିଶା ଗୋଟେ ଭଲ କଳାକାରକୁ ହରେଇଛି ଆଉ ଗୋଟେ ଭଲ ସ୍ୱରକୁ ହରେଇଛି। କାହିଁ ନା ମୁଁ ତାଙ୍କ ଉପରେ ଜମା କହିବିନି ଆଉ। ସରି ମୁଁ ଜମା